ଜାତୀୟ ସଡ଼କ ସୁରକ୍ଷା ମାସ ଉଦ୍ଯାପନ ସମାରୋହ। ଜାତୀୟ ସଡ଼କ ସୁରକ୍ଷା ମାସ ଚଳିତ ବର୍ଷ ଜାନୁଆରୀ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ଆଇନ ନିୟମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ବ୍ୟାପୀ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ମାସର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ମାସ ବ୍ୟାପୀ ଜିଲ୍ଲାରେ ସଡ଼କ ସୁରକ୍ଷା ନିୟମ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା, ମହାବିପତ୍ତି, ସଡ଼କ ସୁରକ୍ଷା, ଜୀବନ ରକ୍ଷା, ପରିବାର ସୁରକ୍ଷା ସମ୍ପର୍କରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ଛାତ୍ରଛାତ୍ରୀ, ଯୁବପିଢ଼ି ସଡ଼କ ସୁରକ୍ଷା ନିୟମ ପାଳନ କରି ଗାଡ଼ି ଚାଳନା କରିବା, ହେଲମେଟ୍ ପିନ୍ଧିବା, କାର୍ ଚାଳନା ସମୟରେ ସିଟ୍ ବେଲ୍ଟ ବାନ୍ଧିବା, ନିଜେ ସଡ଼କ ସୁରକ୍ଷା ଆଇନ ଓ ନିୟମ ସମ୍ପର୍କରେ ସଚେତନ ହୋଇ ଅନ୍ୟ ସମସ୍ତଙ୍କୁ ସଚେତନ କରିବା ସହିତ ସଡ଼କ ଦୁର୍ଘଟଣାର ଅମୂଲ୍ୟ ଜୀବନକୁ ସୁରକ୍ଷା ଦେବା ଦିଗରେ ସହାୟକ ହେବା ନିମନ୍ତେ ଅଧିକ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଗୁଡ୍ ସମରିତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାମନ୍ତରାୟ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଷ୍ଣୁଚରଣ ସ୍ୱାଇଁଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। जहाँ जहाँ प्रकल्प आम जिले में आसी बोधे कटक कि भुवनेश्वर कि एडवांस जिले में प्रकल्प आम करें मुख्य उद्देश्य है प्रकल्पर जेकोसी गोटे मनुष्य जीवन रक्षा पाओ दुर्घटना आहत न काली मत सीडीएम मैडम कहले गोटे एक्सीडेंट आप कहीं इमोशन नहीं जानते सेंटिमेंटल कहीं कारण मुझे मैडम कहली मैडम जी दुर्घटना पड़ी मुझे दुर्घटना पड़ी बहुत सीरियसली ने कौन सी प्रकार फैटालिटीज को चेक करने पड़ो कमा पड़ो से रोड सेफ्टी विंग खोलागला सारा भारत वर्ष रेगुलर बेसिस रे रोड सेफ्टी आम जिले में प्रत्येक मास रोड सेफ्टी मीटिंग करूँ रिव्यू करा कौन सब निजर निया एक्सीडेंट प्रिवेंट करने कौन सब विभिन्न स्टेक होल्डर पाखर लोक पाखर परामर्श नि सब स्टेप निया किंतु रोड एक्सीडेंट जो मृत्यु हार एवं गुरुतर आहत हार कमु नहीं के बढ़ी बढ़ी चली तो फिगर देखले परसेंटेज जब देख बढ़ी बढ़ी चली रास्तार जी धैर्य अच्छी गोटे माँ पांचटी पुओ अच्छा तीनोटी पुओ बहुत ब्रिलियंट से बहुत फास्ट क्लास डिस्टिंक्शन आनी कि आउ दी भल करती बेले बेले फिल भी करती लेकिन माँ सब पढ़े दे समस्त से समस्त को भल पाती सड़क आमको सबको भल पाए जो एक्सीडेंट होती से बहुत इमोशनल है से लुह झुड़ाऊँ कि जानी पारना जन भल जो ड्राइविंग कर एप्रिशिएट बट दैट साइलेंट रोड इज लुकिंग आफ्टर एवरीथिंग इज लुकिंग एट अस एवरी मोमेंट से सड़क ही आम शिक्षा पाइबा आम टे धैर्यशील हाँ आम आगे जड़े पड़े जाती डजंट मैटर यहाँ स्टाटस सिंबल नुह जे से आगे पड़े गले मुझे पछे रही मुझे कहीं ओवरटेक करी ना ये जो मानसिकता अच्छी आम we have to cut down